ଅର୍ଜୁନର ଶାଳୀନତା, ନମ୍ରତା ମହାଭାରତ ବିଜୟରେ ତାକୁ ସାହାଯ୍ୟ କରିଥିଲା। ଏ ଗପରୁ ଆମେ ଜାଣିବା। ଯେବେ ମହାଭାରତ ଯୁଦ୍ଧ ସ୍ଥିର ହୋଇଗଲା, ସେତେବେଳେ ଅର୍ଜୁନ ଦୁର୍ଯ୍ୟୋଧନ ଦୁହେଁ ଦ୍ୱାରିକା ଗଲେ ଭଗବାନ ଶ୍ରୀକୃଷ୍ଣଙ୍କୁ ଯୁଦ୍ଧରେ ନିମନ୍ତ୍ରିତ କରିବା ପାଇଁ। ଯେତେବେଳେ ସେମାନେ ଯାଇ ପହଞ୍ଚିଲେ ଦ୍ୱାରିକାରେ, ଦେଖିଲେ ଭଗବାନ ଶ୍ରୀକୃଷ୍ଣ ଶୋଇଛନ୍ତି। ଶୋଇଥିବା ବ୍ୟକ୍ତିକୁ ଉଠେଇବା ଠିକ୍ ନୁହେଁ। ତେଣୁ ସେମାନେ ସ୍ଥିର କଲେ ଶ୍ରୀକୃଷ୍ଣଙ୍କ ନିଦ୍ରା ଭଙ୍ଗ ହେଲେ ସେମାନେ ସେମାନଙ୍କର ମତ ରଖିବେ। ଦୁର୍ଯ୍ୟୋଧନ ଗର୍ବୀ ସ୍ୱଭାବର ଥିଲା। ତେଣୁ ଧନ ଗର୍ବରେ ସେ ଯାଇକି ଅର୍ଜୁନଙ୍କର ମୁଣ୍ଡ ପାଖରେ ଗୋଟେ ମୂଲ୍ୟବାନ ଚୌକି ଥିଲା, ତା ଉପରେ ବସିକି ରହିଲା। କିନ୍ତୁ ଅର୍ଜୁନ ନମ୍ର ଭଦ୍ର ଥିଲା। ତେଣୁ ସେ ଯେହେତୁ କିଛି କାହାଠାରୁ ମାଗିବାକୁ ଯାଇଛି, ତେଣୁ ସେ ହାତ ଯୋଡ଼ିକି ସେ ଖଟ ଶ୍ରୀକୃଷ୍ଣଙ୍କ ପାଦ ପାଖରେ ଠିଆ ହେଇକି ରହିଲା। ଯେବେ ଶ୍ରୀକୃଷ୍ଣଙ୍କର ନିଦ ଭାଙ୍ଗି ଯାଇଛି, ସେ ଉଠିଛନ୍ତି ନିଦ୍ରାରୁ, ପ୍ରଥମେ ଶ୍ରୀକୃଷ୍ଣଙ୍କ ନଜର ଅର୍ଜୁନଙ୍କ ଉପରେ ପଡ଼ିଲା। ଅର୍ଜୁନକୁ ସେ ପଚାରିଲେ, ଆରେ ତମେ କେତେବେଳୁ ଆସିଲଣି? ସେତେବେଳେ ଦୁର୍ଯ୍ୟୋଧନ ମୁଣ୍ଡ ପାଖରେ ବସିଥିଲା। କହିଲା, ଆଜ୍ଞା ମୋତେ ଦେଖିଲେନି, ମୁଁ ତ ବହୁତ ଆଗରୁ ଆସିଛି, ଅର୍ଜୁନ ଆଗରୁ ଆସିଛି। ସେ ତାପରେ ଦୁଇ ଜଣଙ୍କୁ ଯେହେତୁ ସେମାନଙ୍କର ବଂଶର ସମ୍ବନ୍ଧ ଥିଲା, ଦୁଇ ଜଣଙ୍କୁ ସହିତ କଥାବାର୍ତ୍ତା ହେଲେ। ସେ କହିଲେ, ଯେତେବେଳେ ଦୁଇ ଜଣ ମୋ ପାଖକୁ ଆସିଛ, ଦୁଇ ଜଣଙ୍କୁ ମୁଁ ସାହାଯ୍ୟ କରିବି ଏ ଯୁଦ୍ଧରେ। ଯେହେତୁ ମୁଁ ପ୍ରଥମେ ଅର୍ଜୁନକୁ ଦେଖିଛି, ତେଣୁ ଆଗେ ଅର୍ଜୁନକୁ ପଚାରିବି ତାର କ'ଣ ଦରକାର। ଏଥିରେ ଦୁର୍ଯ୍ୟୋଧନ ଯେତେବେଳେ କ୍ରୋଧ ପ୍ରକାଶ କରିଛି, ସେତେବେଳେ ଅର୍ଜୁନ କହିଛି, ପ୍ରଭୁ ଆପଣ ଆଗେ ଦୁର୍ଯ୍ୟୋଧନକୁ ତାର ଯାହା ମାଗୁଛି ତାକୁ ଦିଅନ୍ତୁ, ତାପରେ ମୋତେ ଯାହା ରହିବ ମୋତେ ଦେବେ। ଭଗବାନ କହିଛନ୍ତି ଯେ ଯଦି ମୋ ପାଖକୁ ଆସିଛ, ମୋ ପାଖରେ ଅଛି ମୋର ବିରାଟ ନାରାୟଣୀ ସେନା, ଆଉ ଆରପଟରେ ରହିଛି ମୁଁ ଶ୍ରୀକୃଷ୍ଣ ନିଜେ ରହିବି, ଆଉ ଅସ୍ତ୍ରଶସ୍ତ୍ର କିଛି ଧରିବି ନାହିଁ। ତେଣୁ ଏଠି ଦୁର୍ଯ୍ୟୋଧନ ଦ୍ୱିଧାରେ ପଡ଼ିଗଲା। କହିଲା, ଯଦି ଜଣେ ଯୋଦ୍ଧା ଅସ୍ତ୍ରଶସ୍ତ୍ର ନ ଧରେ, ତାକୁ ନେଇକି ବା କ'ଣ ଲାଭ? ଆଉ ନାରାୟଣୀ ସେନା ହେଉଛି ସେ ସମୟର ବିରାଟ ସେନା। ତେଣୁ ସେ ଚିନ୍ତା କଲା, ମୁଁ ନାରାୟଣୀ ସେନାକୁ ନେଇଯିବା ଉଚିତ। ତେଣୁ ସେ ସଙ୍ଗେ ସଙ୍ଗେ କହିଲା, ମୋତେ ନାରାୟଣୀ ସେନା ଦରକାର। ତାପରେ ଶ୍ରୀକୃଷ୍ଣ ଅର୍ଜୁନକୁ କହିଲେ, ତମେ ମୋତେ ନେବ ନିରସ୍ତ୍ର, ମୁଁ ଅସ୍ତ୍ର ଧରିବିନି, ଶସ୍ତ୍ର ଉଠେଇବିନି। ଅର୍ଜୁନ କହିଲେ, ହଁ ପ୍ରଭୁ, ଆପଣ ଅସ୍ତ୍ର ଉଠାନ୍ତୁ ନ ଉଠାନ୍ତୁ, ଆପଣ ମୋ ପକ୍ଷରେ ରୁହନ୍ତୁ। ତାପରେ ଦୁର୍ଯ୍ୟୋଧନ ନାରାୟଣୀ ସେନା ମାଗିକି ସେ
ଉତ୍ସାହିତ ହେଇକି ଆନନ୍ଦରେ ହସ୍ତିନାପୁରକୁ ଫେରିଲେ। ତାର ଭଗବାନ ଅର୍ଜୁନକୁ ପଚାରିଲେ, ଅର୍ଜୁନ, ଆରେ ମୁଁ ତ ଯୁଦ୍ଧ କରିବିନି କି ଯୁଦ୍ଧରେ ଅସ୍ତ୍ର ଧରିବି ନାହିଁ, ତମେ ମୋତେ କାହିଁକି ବାଛିଲ? ସେ କହିଲା, ଯେଉଁ ପଟରେ ଭଗବାନ ଅଛନ୍ତି, ଯେଉଁ ପଟରେ ଧର୍ମ ଅଛନ୍ତି, ସେଇ ପଟରେ ଜିତି ସମ୍ଭବ। ଆଉ ମୁଁ ଏ ନାରାୟଣ ସେନାକୁ ନେଇକି କ'ଣ କରିବି ଯେ ସାରା ବିଶ୍ୱକୁ ନିଜର ଆଖିର ଇସାରାରେ ନଚେଇବାର ଶକ୍ତି ଅଛି, ତାଙ୍କୁ କ'ଣ ପାଇଁ ଗ୍ରହଣ କରିବିନି? ଯୁଦ୍ଧରେ ହିଁ ସେଇଆ ହେଲା। ଯେ ସମସ୍ତ କୁରୁସେନାଙ୍କର ଧ୍ୱଂସ ଘଟିଲା, ପାଣ୍ଡବମାନଙ୍କର ଜୟ ହେଲା। ତେଣୁ ଏଥିରୁ ଆମେ ବୁଝିଲୁ ଯେ ଧର୍ମ ଯେଉଁଠି ସବୁକିଛି ସେଇଠି, ଅଧର୍ମ ଯେଉଁଠି ସବୁକିଛି ଥିଲେ ମଧ୍ୟ ସେ ସମୟକ୍ରମେ ନଷ୍ଟ ହୋଇଯାଏ।